ମୟୂରଭଞ୍ଜରେ ପୁଣି ଲଜ୍ଜା, ଦୁଇ ନାବାଳିକାଙ୍କୁ ଗଣ ଦୁଷ୍କର୍ମ। ମୟୂରଭଞ୍ଜରେ ପୁଣି ଲଜ୍ଜା, ଏକ ସ୍ପର୍ଶକାତର ଆଉ ଲଜ୍ଜାଜନକ ଘଟଣାକ୍ରମରେ ଦୁଇ ଆଦିବାସୀ ନାବାଳିକାକୁ କରାଯାଇଛି ଗଣ ଦୁଷ୍କର୍ମ। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ। ଘଟଣାକୁ ନେଇ ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଖେଳିଛି ଚାଞ୍ଚଲ୍ୟ। ଗଣ ଦୁଷ୍କର୍ମର ଶିକାର ହୋଇଥିବା ଦୁଇ ନାବାଳିକାଙ୍କ ମଧ୍ୟରୁ ଜଣେ ଅଷ୍ଟମ ଓ ଜଣେ ନବମ ଶ୍ରେଣୀରେ ପଢୁଥିବା ଜଣାପଡ଼ିଛି। ଗଣ ଦୁଷ୍କର୍ମ କରିଥିବା ଅଭିଯୋଗରେ ଦୁଇ ଜଣଙ୍କୁ ଥାନାରେ ଅଟକ ରଖାଯାଇଥିବା ଜଣାପଡ଼ିଛି। ଅଟକ ଦୁଇ ଅଭିଯୁକ୍ତ ଏ ଥାନା ଅନ୍ତର୍ଗତ ପୂର୍ଣ୍ଣଚନ୍ଦ୍ରପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ପୋଲିସ ପକ୍ଷରୁ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜା ଚାଲିଥିବା ସୂଚନା ମିଳିଛି। ଘଟଣାରେ 7 ରୁ 8 ଜଣ ସମ୍ପୃକ୍ତ ଥିବାବେଳେ ଲିଖିତ ଅଭିଯୋଗରେ 5 ଜଣଙ୍କ ସହିତ ଅନ୍ୟମାନେ ରହିଥିବା ଜଣାପଡ଼ିଛି। ତେବେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପାଇଁ ରାସଗୋବିନ୍ଦପୁର ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି। गतकाली 24 तारीख संध्या 6टार आमको एक रिपोर्ट हस्तगत होता रासगोविंदपुर थाना जे 22 तारीख गत 22/10 राति नलगजार अपेरा चलता रिपोर्टकारी माइनर झील और सांगे आउ जड़े माइनर झील से दुई सांग से अपेरा देखापी जाते अपेरा देखी सारापर से मैंने राति 1 पाखापाखि हम फेरुले घर को सहित आउ दुई जन पुओ सांग थे से गोटे स्कूटी फेरुले तो किसी बाट आसला टे निरला निकांचन जगह देखी 5 जन पिला चेज कले एवं किसी दूर से अटकैले अटकैला से जो पुओ दुई जन को मारपिट कले आउे से झील मान सेक्सुअल असल्ट कर 5 जन मिसिकी बोली गैंग रेप हेड से रिपोर्ट होता आमे रिपोर्ट पाइबा संगे संगे तुरंत केस रजिस्ट्रेशन कलु एवं एसडीपीओ वेटनरी यार तदंतकारी ऑफिसर अच्छा तदंत प्रक्रिया आम ओपन रखिलु एवं काली दुई जन भिक्टिम को आम स्टेटमेंट रेकर्डिंग कलु विथ वीडियोग्राफी से जड़े झील डिनाई कर सहित किसी सेक्सुअल असल्ट होनी आउ जो झील जनक स्टेटमेंट रे कहते सहित जड़े पिला सेक्सुअल असल्ट किंतु अन्य 4 जन जेहेतु सहयोग कर गोटे गैंग हेड रजिस्ट्रेशन माने तदंत आम ओपन रखीचु। आज आम तार अन्य फॉलोअप एक्शन करुचु। आज जुडिशियल मजिस्ट्रेट कोर्ट रे से स्टेटमेंट 183 BNSS रे रेकर्डिंग होउची। आमे काली लेट नाइट रे दुई जन अक्यूज को आम एप्रिहेंड करिचु आउ से तदंत परिसरभुक्त करी अन्य 3 जनकर आइडेंटिटी आम असर्टन करने चेष्टा करछु। कंटिन्यूअस रेड चली एवं खूब कम समय भितर आम अन्य 3 जन को एप्रिहेंड करूँ एवं जहाँ नेसेसरी एक्शन स्ट्रिक्ट एक्शन आम एनश्योर करूँ। सेटा तो निश्चय गोटे सामाजिक प्रसंग आम आम तो प्रथम प्राथमिकता दौचु जे आम लोक सचेतनता भी सृष्टि करुचु ता सहित जो घटना घटुची आम स्ट्रिक्ट एक्शन आम जीरो टॉलरेंस नहीं कि स्ट्रिक्ट एक्शन आम नौचु जोटा कि आमर जो 422 नंबर केसटा रजिस्ट्रेशन होती रासगोविंदपुर थाना जो दफा सब संगीन दफा लगी एट्रोसिटी दफा लगी 6 पोक्सो लगी गैंग रेप दफा लगी तेणु आम केस निश्चय अक्यूज मान एगेंस्ट स्ट्रिक्ट एक्शन एनश्योर कर। मोर नाम हूँ सुपुदा टुडू। कौन है जो आपको झील सहित जो गण दुष्कर्म गण दुष्कर्म होमर नणगजार यात्रा होता बुधवार दिन 22 तारीख नणगजार यात्रा होता बुधवार दिन 22 तारीख
ଆଉ ମୋ ଝିଅ ସାନଟା ଆଉ ବଡ଼ଟା ମୁଁ ତାକୁ ତା ସାଙ୍ଗମାନଙ୍କୁ ପାଖରୁ ଛାଡ଼ି ଦେଇକି ମୁଁ ଫେରି ଆସିଲି ରାତି 11ଟା ବେଳେ। ଏମାନେ ସାଙ୍ଗ ସାଥିରେ ମୁଁ ଛାଡ଼ି ଦେଇକି ଏମାନେ ରାତିରେ ତାଙ୍କୁ ଆଉ ଆମର ବନ୍ଧୁ ଘରକୁ ଯାଉଥିଲେ। ତାପରେ କ'ଣ ହେଲା? ତାପରେ ସ୍କୁଟିରେ ଯାଉଥିଲେ ତାପରେ ଏଇ ଯେ ଆମର ନଳଗଜାଠୁ ଇଟା ହାରିଗଲେ, ଇଟା ହାରି ଦେଇ ମଧୁରିଆ ଏଇ ଆମର ପାଣି ଟାଙ୍କି ବଲ ପଡ଼ିଆ ପାଖରେ ତାକୁ ପିଛାରୁ ଥିଲେ 8 ଜଣ ଟୁକା, ନଳଗଜା ଟୁକା। ସେମାନେ ସେ 4 ଜଣକୁ ଅଟକେଇକି ସେଠି ସେଇ ଆମର ବନ୍ଧୁ 2 ଜଣ ଛୁଆ ତାକୁ ମାଡ଼ ଦେଲେ, ମାରପିଟ କଲେ। ଆଉ ଏମାନେ ତାକୁ କହିଲେ ଆମେ ତୁମକୁ ଯାତ୍ରା ପାଖକୁ ଛାଡ଼ିଦେବା। ସେଇ ଉଦ୍ଦେଶ୍ୟର ସେମାନେ ଗାଡ଼ିରେ ବସିକି ଆଉ ଏମାନେ 2 ଜଣ ଟୁକା ତାଙ୍କର ତ ପଡ଼ିଛନ୍, ଏଠି ମାରପିଟ ହେଇକି ପଡ଼ିଛନ୍। ଏମାନେ ନେଲେ ଯାତ୍ରା ପାଖକୁ ନ ନେଇକି ସେମାନେ ଢେଙ୍ଗାନାଳିଆ ଛକ ଆଡ଼କୁ ଗଲେ। ଆମର ଛୁଆ କାନ୍ଦୁଥିଲା। ସେ କାନ୍ଦୁ ସେ କେନାଲ ଆଡ଼ିକୁ ନେଲେ, ଟିକପଦା କେନାଲ ଆଡ଼ିକୁ ନେଲେ। ତାପରେ ଆମର ଛୁଆ କାନ୍ଦୁଥିଲା। ସେଠି 5 ଜଣ ଟୁକା ଏମାନେ ଯାଇଥିଲେ। ତାପରେ ତାଙ୍କୁ ଧରାଧରି ସେ ଗାଡ଼ିରେ ଓହ୍ଲେଇକି ତାକୁ ଧରାଧରି କଲେ। ହଁ ସେକ୍ସ କହିଛନ୍, ଝିଅ କହୁଛି ହଁ କରିଛନ୍। ତାପରେ ଆମକୁ ସିଏ ଧମକ ଦେଇଥିଲେ, ତୁମକୁ ଧମକ ଦେଇଥିଲେ। ଛୁଆମାନେ ଧମକ କହୁଥିଲେ, କହିବନି ଏରକମ କହିଲେ। ହଁ ଡରିକି ସେମାନେ ମୋ ପାଖକୁ ଆଉ କହିଲେ ନାହିଁ ଛୁଆ। ଏଇ ଘଟଣାଟା ତାପରେ ମୋର ବନ୍ଧୁ ଜଣେ ଯେଠି ସେ ଟୁକାମାନଙ୍କୁ ମାଡ଼ କରୁଥିଲା, ସେଇ ଗାଁର ସେ 2 ଜଣ ଟୁକା ମୋତେ ସେ କହୁଥିଲେ। ଫୋନ୍ରେ ଜଣେ କହିଲା ତମର ଝିଅ କାଲି ଯାତ୍ରା ଦେଖତେ ଯାଇଥିଲା କି? ମୁଁ କହୁଛି ହଁ, ମୁଁ ହିଁ ଛାଡ଼ି ଦେଇଥିଲି। ଥାନାରେ ଦ୍ୱାରସ୍ଥ ଆପଣ ଏଫଆଇଆର ଦେଇଛନ୍ତି ଥାନାରେ? ହଁ କେତେ ଜଣ ଥାନାରେ ଏଫଆଇଆର? 5 ଜଣ। କ'ଣ ଦାବି ରଖିଲେ? 5 ଜଣ ଅଛନ୍ତି ନା ଆହୁରି ଅନ୍ୟମାନେ ଅଛନ୍ତି? ହଁ 5 ଜଣ ଅଛନ୍ତି। ସେମାନେ ଏବେ ଜଣକୁ ଧରା ପଡୁଛି। ଆଉ 8 ଜଣ ଶୁଣା ହଉଛି। 8 ଜଣରୁ ସେମାନେ ଅଧେ ପଳେଇ ଆସିଲେ। ନା ସେମାନେ ଚିହ୍ନି କେନାଲ ଏରିଆକୁ ଗଲେ 5 ଜଣ। ଆଉ 3 ଜଣ ରହିଗଲେ। ହଁ ସେମାନେ ପଳେଇ ଆଇଲେ ବୋଲି ଆମର ଝିଅ କହୁଛି। ଏବେ ଆଇନର ଆଶ୍ରୟ ନେଇଛ? ହଁ। ତାପରେ ଆମର ବନ୍ଧୁ ଜଣେ ଫୋନ୍ରେ କହିଲା ନା ତମର ଝିଅ ଗଲା ରାତିର ଏରକମ ଘଟଣା ହେଇଛି, ତମେ ଜାଣିନ? ନା ମୁଁ କହୁଛି ଝିଅ ତ କହିନି କାହିଁକିନା ଏରକମ ଘଟଣା ହେଇଛି, ସେ ଟୁକାମାନେ ବି ମାରପିଟ ହେଇଛନ୍ ଆଉ ତମର ଝିଅକୁ ଉଠେଇଛନ୍। ତାପରେ ମୁଁ କହୁଛି ସିଏ ମୋତେ କହିଲା ନା ଝିଅକୁ କିଛି କହିବନି, ଆଉ ମୁଁ ଯାଇକି ପଚାରିବି। ତାପରେ ସବୁ ଝିଅ ସତ କହିଲା? ହଁ। ତାପରେ ଗାଁ ଲୋକ 6ଟା ବେଳେ ବସିଲେ। 6ଟା ବେଳେ ବସିକି ସେ ଝିଅକୁ ଡାକିକି ମୁଁ ନିଜେ ପଚାରିକି ଝିଅ ହଁ କହିଲା। ତାପରେ ତା ପରଦିନକୁ ଆସି ଥାନାରେ ଏଫଆଇଆର ଦେଲେ। ଏବେ କ'ଣ ଚାହୁଁଛ? ଏବେ ଚାହିଁବା ଆମର ନ୍ୟାୟ ସେମାନଙ୍କୁ ଦରକାର। ଜଣେ ତମ ଝିଅ, ଜଣେ ତମ ଝିଅ। ନ୍ୟାୟ ହେବା ଦରକାର। ଠିକ୍ ଅଛି।